ଜଙ୍ଗଲୀ ବାଇଗଣ ମାନେ ତାକୁ ଭେଜି ବାଇଗଣ ବୋଲି ଆମ ଗାଁ ଗହଳିରେ କହନ୍ତି। ତ ସେଇ ଭେଜି ବାଇଗଣର ଆୟୁଷ ହେଉଛି 30 ବର୍ଷ। ତ ସେଇ ଗଛଟା ଅତି କମରେ 30 ଫୁଟ ପାଖାପାଖି ଉଚ୍ଚତା ହେଇପାରିବ ଯଦି ରକ୍ଷଣାବେକ୍ଷଣ ଠିକ୍ ରହିଲା। ଆଉ ତାର ଖାଇବା ବହୁତ କମ୍, ମାନେ ତାର ଖାଦ୍ୟ ସାର କମ୍ ଦରକାର। ଯେହେତୁ ଜଙ୍ଗଲୀ ଜିନିଷ ତାର ପାଣି ବହୁତ କମ୍, ନ୍ୟୁଟ୍ରିସନ ବହୁତ କମ୍, ଖାଦ୍ୟ ସାର ନିଏ, ତାକୁ ରୋଗ ପୋକ କିଛି ଲାଗିବ ନାହିଁ। ତ ସେଇ ଭେଜି ବାଇଗଣ ଆଉ ବାଇଗଣ, ଟମାଟୋ, ଆଳୁ, ଲଙ୍କା ଏମାନେ ହେଉଛନ୍ତି ଗୋଟିଏ ଫ୍ୟାମିଲିର, ଗୋଟିଏ ପରିବାରର। କଥାରେ ଅଛି ଆମେ କହିବା ଯେକୌଣସି ସର୍ଟ ମ୍ୟାନ୍ ହଉ ବା ବାମନ ଲୋକକୁ ଆମେ କଥାରେ କହୁଥିଲେ ଯେ ବାଇଗଣ ଗଛକୁ ଆଙ୍କୁଡ଼ି ବଢ଼େଇବା କଥା, କିନ୍ତୁ ତାହା ପ୍ରକୃତରେ ସତ ହୋଇଛି। ଆମେ ଆସନ୍ତୁ କରିକି ଦେଖେଇବା ସେ ଜିନିଷଟାକୁ ଆମେ ଆପଣଙ୍କୁ ଦେଖାଉଛୁ ଯେ କି ଏକ ବାଇଗଣ ଗଛରେ ଟମାଟୋ, ଲଙ୍କା ଭଳି ବିଭିନ୍ନ ଫଳ ଫଳାଇ ଦେଖେଇଛନ୍ତି ରଞ୍ଜି ଖଟେଇ। ଆସନ୍ତୁ ତାଙ୍କ ସହିତ ଅଧିକା ଆଲୋଚନା ପାଇଁ ତାଙ୍କଠୁ ଶୁଣିବା କେମିତି ସେ ପ୍ରସ୍ତୁତି କରିଛନ୍ତି। ଆମ ପାଖରେ ଯୋଡ଼ି ହୋଇଛନ୍ତି ରଞ୍ଜି ଖଟେଇ। ଆଜ୍ଞା, ଓଡ଼ିଶା ଭାସ୍କରକୁ ଆପଣ ସ୍ୱାଗତ। ନମସ୍କାର। କଣ କହିବେ ଏଇ ଯୋଉ ଆପଣ ଯୋଉ ତିଆରି କରିଛନ୍ତି ବାଇଗଣ ଗଛରେ ଟମାଟୋ ଫଳିବା, ଆଉ ଯୋଉ ଗୋଟିଏ ଫୁଲ ଗଛରେ ଏଇ ଯୋଉ 5 ପ୍ରକାର ଫୁଲ ଫୁଟୁଛି, ଏସବୁ ବିଦ୍ୟାଟା କୋଉଠୁ ହାସଲ କଲେ ଆଉ କେମିତି କରିପାରୁଛନ୍ତି? ଦେଖନ୍ତୁ, ଆମେ ତ ଚଷା ପରିବାରରୁ ଆସିଛୁ, ଚାଷ କାମ ଅଛି। ତ ଏ ଯୋଉ ବାଇଗଣ ଗଛରେ ଟମାଟୋ ଆଉ ଲଙ୍କା ଫଳିଛି, ଏଇ ବାଇଗଣ ଗଛଟା ହେଉଛି ଜଙ୍ଗଲୀ ବାଇଗଣ, ଯୋଉଟାକି ଭେଜି ବାଇଗଣ ବୋଲି କୁହନ୍ତି। ତ ସେଇ ଭେଜି ବାଇଗଣ ଆଉ ବାଇଗଣ, ଟମାଟୋ, ଆଳୁ, ଲଙ୍କା ଏମାନେ ହେଉଛନ୍ତି ଗୋଟିଏ ଫ୍ୟାମିଲିର, ଗୋଟିଏ ପରିବାରର। ତ ସେଇଥିରେ ମୁଁ ଯେହେତୁ ଗୋଟେ ପରିବାରର, ସେଇଥିରେ ମୁଁ ଏଇ ଗଛକୁ ନେଇ ଏଇ ସିଅନକୁ ନେଇକି ଥରେ ଗ୍ରାଫ୍ଟିଂ କରିଛି। ଏ ଗ୍ରାଫ୍ଟିଂ କଲା ପରେ ସେମାନେ ଯିଏ ଯାହାର ଅଛି, ଯାହା ଧର୍ମ ଯିଏ କରିବ, ବାଇଗଣରେ ବାଇଗଣ ଫଳିବ, ଟମାଟୋରେ ଟମାଟୋ ଫଳିବ, କିନ୍ତୁ ମୂଳ ଗଛ ହେଉଛି ଗୋଟିଏ। ତ ମୁଁ ରୁଟ୍ ସେଟ୍ରେ କାମ କରେ। ରୁଟ୍ ସେଟ୍ରେ 30ଟା ଜିଲ୍ଲାକୁ ଯାଇକି ପ୍ରଶିକ୍ଷଣ ଦିଏ ଆଉ ପରୀକ୍ଷା ବି କରେ। ସେଇଠି ଭଲ ଗଛ ଦେଖିଲି, କୋଉଠି ବଗିଚାରେ ହଉ କିମ୍ବା ପାର୍କରେ ହଉ ଗୋଟେ ଗଛ ଦେଖିଲେ ସେଇଥିରେ ମୁଁ ବେଶୀ ନୁହେଁ, ଆଂଶିକ ଡାଳ ଖଣ୍ଡେ ଆଣି ମୁଁ ସେଇ ଗ୍ରାଫ୍ଟିଂ କରିକି ଗୋଟେ ଗଛରେ 5ଟା, 10ଟା, 20ଟା ଏମିତି ଫୁଲ ଫୁଟେଇ ପାରିଛି। ନାଇଁ, ସେ ଠିକ କଥା କହିଲେ, କିନ୍ତୁ ଆମେ ଯୋଉ ଦେଖିବା ଆମେ କଣ ଏମିତି ରଞ୍ଜି ବାବୁ କରିପାରିବା ଯେ ଯେକୌଣସି ଗଛରେ ଆମେ ଯେକୌଣସି ଫଳ ଫଳେଇ ପାରିବା, ଏମିତି ଅଛି ନା ସେମିତି ଏମିତି ଗଛ ଅଛି ଯେମିତି ଗୋଟେ ମ୍ୟାଚ୍ କରୁଥିବ? ଟମାଟୋ ଗଛକୁ କୋଉ ଗଛଟା ମ୍ୟାଚ୍ କରୁଛି ବା ବାଇଗଣ ଗଛକୁ କୋଉ ଗଛଟା ମ୍ୟାଚ୍ କରୁଛି, ସେମିତି ରହିଛି କିଛି? ନାଇଁ, ଏଇଟା ଫ୍ୟାମିଲି ଅଛି, ନିଜ ପରିବାର ଭଳିଆ ଗୋଟେ ଗଛ। ଆମ ପରିବାର ଯେମିତି ସମସ୍ତଙ୍କର ବ୍ଲଡ ଗ୍ରୁପ ବି ପଜିଟିଭ ହେଇଥିବ, ସେମିତି ଏଇ ଫ୍ୟାମିଲିର ଗଛ ଏଇଆ ହେଇଥିବ। ମନେକର ଫ୍ରୁଟର ଏମିତି ତା ଭେରାଇଟି ଅଛି। ଆମର ଏଇଠି ଗୋଟେ ଫାଇକସ୍ ପ୍ଲାଣ୍ଟ ଅଛି। ସେ ଫାଇକସ୍ ପ୍ଲାଣ୍ଟଟା ପ୍ରାୟ 40ଟା ଫ୍ରୁଟ ଗଛ ସାଙ୍ଗରେ ତା ଜିନ୍ ମ୍ୟାଚ୍ କରୁଛି। ତ ସେ ଗୋଟିଏ ଗଛରେ ଯଦି ଆମେ କରିବା ତାହେଲେ 40ଟା ଫ୍ରୁଟ ହେଇପାରିବ। ତ ଏଇ ଫ୍ୟାମିଲିଟା ପ୍ରଥମେ ଜାଣିବାକୁ ପଡ଼ିବ, ଇଏ କୋଉ ପ୍ରଜାତିର ଗଛ। ସେ ତ ସେଇ ପ୍ରଜାତିର ଡାଳ ଆଣିକି ଯଦି କଲିମି କରିବା ତାହେଲେ ସକ୍ସେସ୍ ନିଶ୍ଚିତ ହେବା। ନିଶ୍ଚିତ ଭାବରେ ରଞ୍ଜି ବାବୁ ଯାହା କହିଲେ, ମାନେ ଯେମିତି ଆପଣ କହିଲେ ଯେ ଆମେ ଯେମିତି ଏ ପଜିଟିଭ ଲୋକକୁ ଏ ପଜିଟିଭ ଥିବା ଲୋକର ବ୍ଲଡକୁ ମ୍ୟାଚ୍ କରିକି ଦିଆଯାଉଛି, ସେଇଭଳିଆ ଏଇ ଗଛ ବି ସେମିତି ମ୍ୟାଚ୍ କରିବା ଦରକାର। ତ ରଞ୍ଜି ବାବୁ, ଏଇ ଯୋଉ ଜିନିଷ ଗୁଡା ଆପଣ କରିଛନ୍ତି, ଅତି ସୁନ୍ଦର ଭାବେ ଦେଖେଇଛନ୍ତି ବା କରିଛନ୍ତି, ଏଇଟା ସବୁ ଶିକ୍ଷା ଲାଭ କୋଉଠି କରିଥିଲେ? କିଛି ପ୍ରଶିକ୍ଷଣ ପାଇଥିଲେ ବା କୌଣସି ଏଗ୍ରିକଲଚରାଲ ଟ୍ରେନିଂ ପାଇଥିଲେ କି? ନାଇଁ, ମୁଁ କୌଣସି ଠାରେ ମୁଁ ପ୍ରଶିକ୍ଷଣ ନେଇନାହିଁ। ମୋର ନିଜସ୍ୱ ଜ୍ଞାନ ଆଉ ବହିପତ୍ର ପଢ଼ିକି ଏଇ ଜ୍ଞାନତିକ ପାଇଛି। ବହି ପଢ଼ିବା, ମାନେ ବହୁତ ବହି ପଢ଼ିଛି, ହର୍ଟିକଲଚର ଉପରେ ବହୁତ ବହି ପଢ଼ିଛି, ଆଉ ବହୁତ କିଛି ଜାଣିଛି ବି ୟା ଉପରେ। ମାନେ ବିନା ମାଟିରେ କି ସଏଲ ମିଡ଼ିଆ ନ ନେଇକି ବି ଯେଉଁ ହାଇଡ୍ରୋପୋନିକ କହନ୍ତି, ତାକୁ ପାଣିରେ ଗୋଟେ ଗଛ କରିବା, ମନେକର ଟମାଟୋ ଗଛଟେ ହେଉ, ବାଇଗଣଟେ ହେଉ, ଯାହା ଯାହା ନ୍ୟୁଟ୍ରିସନ ଅଛି, ଯଦି ଆମେ ତାକୁ ୱାଟର ସଲ୍ୟୁବଲ କରିକି ଆମେ ପାଣିରେ କରିବା, ତାହେଲେ ପାଣିରେ ଆରାମସେ ହେଇପାରିବ, ଯେକୌଣସି ଗଛ ପତ୍ର ବି ହେଇପାରିବ। ନିଶ୍ଚିତ ଭାବରେ। ଆଉ ଗୋଟେ ଜିନିଷ ଆମେ ଆପଣଙ୍କଠୁ ଦେଖିଲୁ ବର୍ତ୍ତମାନ ବଗିଚାରେ, ଯେ ବିନା ମାଟିରେ ଯୋଉଟା କରୁଛନ୍ତି, ବିନା ମାଟିରେ କରୁଛନ୍ତି ଏବଂ ବିନା ପାଣିରେ ଯୋଉଟା କହୁଛନ୍ତି 3 ମାସ 4 ମାସ ଯାଏ ଗଛ ସ୍ୱୟଂ ବଞ୍ଚି ପାରିବ, କୌଣସି ପାଣି ନଥାଏ କି? ସେଇଟା କଣ ତା ପଦ୍ଧତି କଣ? ନାଇଁ, ଏବେ ଏଇଠି ତମକୁ ଗୋଟେ ମୌସୁମୀ ଗଛଟେ ଦେଖେଇଲି, ଯୋଉଟାର ଲାଇଫ ଏବେ 1.5 ବର୍ଷ ହେଇସାରିଲାଣି, ସେ ପାଣିରେ ଅଛି।
ତ ଯଦି ନ୍ୟୁଟ୍ରିସନ୍ ଆମକୁ ତାକୁ ଦେଇଦେଲେ, ଯାହାର ଖାଦ୍ୟ ସାର ଯାହା ଅଛି ସେ ଖାଦ୍ୟ ସାରଟା ଯଦି ପ୍ରକୃତରେ ଆମେ ଜାଣିକିରି ସେ ଗଛକୁ ଦେଇଦେଲେ, ତ ସେ ଆରାମସେ ଯେଉଁ ଗଛ ତ କଥା କହେ ନା, ଗଛ କଥା କହେ, ତାକୁ ଯଦି ପାଣି ନ ଦେଇଥିବା ସେ ତାର ଝାଉଁଳି ଯିବ। ଯଦି ସେ କିଛି ନ୍ୟୁଟ୍ରିସନର ଅଭାବ ଅଛି ତାହେଲେ ପତ୍ରର ଅଗିଲା ଆଡ଼ୁ ଟିକେ ପୋଡ଼ି ଯାଇଥିବ, ବ୍ରାଉନ୍ କଲର ହେଇକି ପୋଡ଼ି ଯାଇଥିବ, ତାହେଲେ ତାର ଖାଇଛି ଯଦି ତା ପେଟ ପୁରିନି, ଏସବୁ ସିମ୍ପଟମ୍ ଅଛି। ସମସ୍ତେ ତାଙ୍କର ସିମ୍ପଟମ୍ ଦେଖେଇବେ। ତ ତାଙ୍କର ସିମ୍ପଟମ୍କୁ ଦେଖି ଯଦି ଆମେ ତାକୁ ଟ୍ରିଟମେଣ୍ଟ କରିପାରିବା, ତାହେଲେ ଆମର ଟମାଟୋ ଗଛରେ ଆକ୍ଚୁଆଲି ଟମାଟୋ ଗଛଟା 40 ଫୁଟ ଉଚ୍ଚତା ହେବା ଦରକାର, ଆଉ 25 କିଲୋ ହାର୍ଭେଷ୍ଟିଂ ଦେବା ଦରକାର। ଏଇଟା ତାର କ୍ରାଇଟେରିଆ ଅଛି। ତ ଯଦି ଆମେ ତାକୁ ପ୍ରକୃତରେ ନ୍ୟୁଟ୍ରିସନ୍ ଦେଇକି ଆଉ ସହି ସଲାମତରେ ତାର ଯାହା ଯାହା ରକ୍ଷଣାବେକ୍ଷଣ କରିପାରିବା, ତାହେଲେ ଗୋଟେ ଗଛରେ 25 କିଲୋ ଟମାଟୋ ଫଳିପାରିବ, ଆଉ ସିଏ 30-40 ଫୁଟ ଉଚ୍ଚତା ହେଇପାରିବ। ଏଥିରେ କିଛି ମାନେ ସାର ବା ବାହାର ଇଏ ଦିଆଯାଉଛି କି କିଛି? ଦେଖନ୍ତୁ, ସାର Chemical ହଉ ବା ସାର? ନାଇଁ ସାର ଆଉ କେମିକାଲ ନୁହେଁ, ସେଇଟା ହେଉଛି ଖାଦ୍ୟ ସାର। ଆମେ ଯେମିତି ଭାତ ଡାଲି ତରକାରୀ ସବୁ ଖାଉଛେ, ତାର ସେମିତି ସେ ଜିନିଷଟା ଦରକାର। ଯେତିକି ସୂର୍ଯ୍ୟାଲୋକ ଦରକାର ସେତିକି ଦେବାକୁ ପଡ଼ିବ, ଯେତିକି ଟେମ୍ପରେଚର ସେତିକି, ଯେତିକି ମଶ୍ଚର ସେତିକି ଦରକାର। ତ ଏଇ ଜିନିଷ ଯଦି ତାକୁ ଆଭେଲେବଲ କରିଦେବା, ତାହେଲେ ସେ ତା ଗୁଣବତ୍ତା ନିଶ୍ଚିତ ରଖିବ। ଆଉ ତା ଧର୍ମ ହେଉଛି ଫୁଲ ଆଉ ଫଳ, ତ ଫୁଲ ଫଳ ନିଶ୍ଚିତ ଦେବ। ନିଶ୍ଚିତ ଭାବରେ ଯାହା କହୁଥିଲେ, ମୋର ଆଉ ଗୋଟେ କ୍ୱେଶ୍ଚିନ୍ ପଚାରିବି ଆପଣଙ୍କୁ। ଏଇ ଯୋଉ ବାଇଗଣ ଗଛ ଆମେ ଦେଖିଲେ, ଯୋଉ ବାଇଗଣ ଗଛ ଏଇଟା କୋଉ ଗଛରେ ଆପଣ ଲଗେଇଛନ୍ତି ଏବଂ ଏତେ ହାଇଟ୍ ହେଇଛି? ବାଇଗଣ ଗଛଟା ଦେଖିଲି 15 ଫୁଟ ପାଖାପାଖି ହେଇଛି, ଆଉ 15 ଫୁଟ ଉପରେ ବି ଟମାଟୋ ବି ଫଳିଛି। ଏଇଟା କୋଉ ଗଛରେ ଆପଣ କରିବାକୁ ସକ୍ସେସ୍ ହେଇଛନ୍ତି ଆଉ କେମିତି ଏଇଟା ହେଇପାରିଛି କହିଲେ? ଦେଖନ୍ତୁ, ଏଇ ବଢିଆ ଜିନିଷଟେ, ଏଇଟା ହେଉଛି ଜଙ୍ଗଲୀ ବାଇଗଣ। ଜଙ୍ଗଲୀ ବାଇଗଣ ମାନେ ତାକୁ ଭେଜି ବାଇଗଣ ବୋଲି ଆମ ଗାଁ ଗହଳିରେ କହନ୍ତି। ତ ସେଇ ଭେଜି ବାଇଗଣର ଆୟୁଷ ହେଉଛି 30 ବର୍ଷ। ତ ସେଇ ଗଛଟା ଅତି କମରେ 30 ଫୁଟ ପାଖାପାଖି ଉଚ୍ଚତା ହେଇପାରିବ, ଯଦି ରକ୍ଷଣାବେକ୍ଷଣ ଠିକ୍ ରହିଲା। ଆଉ ତାର ଖାଇବା ବହୁତ କମ୍, ମାନେ ତାର ଖାଦ୍ୟ ସାର କମ୍ ଦରକାର, ଯେହେତୁ ଜଙ୍ଗଲୀ ଜିନିଷ। ତାର ପାଣି ବହୁତ କମ୍, ନ୍ୟୁଟ୍ରିସନ୍ ବହୁତ କମ୍, ଖାଦ୍ୟ ସାର ନିଏ। ତାକୁ ରୋଗ ପୋକ କିଛି ଲାଗିବ ନାହିଁ। ସେଇଥିରେ ଯଦି ଆମେ ଏବେ ଦେଖନ୍ତୁ ବାଇଗଣ ଫଳିଛି, ସେଥିରେ ପୋକଡ଼ା ହେବାର ଚାନ୍ସ ନାହିଁ। ଆଉ ଗୁଣବତ୍ତା ବାଇଗଣ ଆମେ ଯୋଉଟା ବଜାରରୁ ପାଉଛେ, ସେଥିରେ ଔଷଧ ପିଡ଼ିଆ ସବୁ ଅଛି। ଦେଖିବ ସେ ଡ୍ରାଏ ଉପରେ ପଡ଼ିଛି, କିଛି ନାହିଁ, ସେ ପୁରା ଶୁଖିଲା ଉପରେ, ପାଣି ଟିକେ ଦେବାର ନାହିଁ, ସେ ତାପରେ ଏଡ଼େ ସୁନ୍ଦର ଫଳିଛି। ବର୍ଷ ସାରା ଫଳୁଥିବ? ନିଶ୍ଚିତ ବର୍ଷ ସାରା ଫଳିବ। ଆଉ ଏଇଟା ଯୋଉମାନେ କିଚେନ ଗାର୍ଡେନ କରୁଛନ୍ତି, ସିଏ 50ଟା ବାଇଗଣ ଲଗେଇବା ଦରକାର ନାହିଁ। 10ଟି ବାଇଗଣ ଗଛ ଯଦି ଏଥିରୁ ଲଗେଇଦେବେ, ତାହେଲେ ସେ ଗୋଟିଏ ବାଇଗଣ ଗଛରେ ଟମାଟୋ ଖାଇବେ, ବାଇଗଣ ଖାଇବେ, ଆଉ ମଜା ବି ପାଇବେ ସେମାନେ, ଚାଷୀମାନେ। ଧନ୍ୟବାଦ ରଞ୍ଜି ବାବୁ। ଆମେ କଥାବାର୍ତ୍ତା ହଉଥିଲେ ଯାହା ରଞ୍ଜି ବାବୁଙ୍କ ସହିତ, ସେ ଏମିତି ଅତ୍ୟାଧୁନିକ ପ୍ରଣାଳୀରେ ଏମିତି ତିଆରି କରୁଛନ୍ତି ଯେ କି ଜଙ୍ଗଲର ବାଇଗଣ ଗଛ, ଯୋଉ ଗଛ କି ସେ ବିଶେଷ କରି ଖାଦ୍ୟ କମ୍ ନବ ଏବଂ ଅଧିକା ପ୍ରଡକ୍ସନ, ସେପଟେ ଅଧିକା ପ୍ରଡକ୍ସନ ମଧ୍ୟ ଦେଇପାରିବ। ଯୋଉଟା କି ଯୋଉ ଗଛରେ କି ପୋକ ଲାଗିବନି। ବାଇଗଣ ଏମିତି ଏକ ଗଛ ଯେ ସେ ପୋକ ଯୋଗୁଁ ହିଁ ସେ ଗଛ ସମାପ୍ତି ଲୁଟ ହେଇଯାଇଥାଏ। ତେଣୁ ଏଇଭଳି କାଣ୍ଡ ଯୋଉ କରିକି ଦେଖେଇଛନ୍ତି ରଞ୍ଜିକଟି, ଏ ଗୋଟେ ଅନ୍ୟମାନଙ୍କ ପାଇଁ ଗୋଟେ ପ୍ରେରଣା ଏବଂ ଅନ୍ୟମାନଙ୍କ ପାଇଁ ଗୋଟେ ଉଦାହରଣ ସାଜିଛନ୍ତି। ନୟାଗଡ଼ରୁ ରବି ଦାସ, ଓଡ଼ିଶା ଭାସ୍କର।